ॐ नमः शिवाय। कर्पूरगौरं करुणावतारं संसारसारं भुजगेन्द्रहारं सदा वसन्तं हृदयारविन्दे भवं भवानी सहितं नमामि। शिवपुराण द्वितीय खंड। आज आसतु शुणिबा भगीरथ कौतुक गंगा आनयन। चैनल जदि नुआ अछंती चैनल को सब्सक्राइब करी बेल आइकन को प्रेस कर दियंतो। प्रतिदिन सकाळ 7टाରୁ 8टा पर्यंत शिवपुराण निश्चय शुणंतो। तेबे आसंतु आरंभ करिबा। सनत कुमारे चाहि सर्व ऋषिगण पचारुछ कथा एक कुह बुझाइण। चक्रगति करी गंगा देवी गले रही मणिकर्णिका स्नान रे मुक्ति मिलई। आम्भଙ୍କୁ बुझाई कुह सेही कथा मान से स्थान कुसंग केवे कले आगमन। पातक नासिनी गंगा अत्यंत पवित्र मणिकर्णिकारे किंपा हेले उपगत। बुझाइण कुह सर्व धातांकर सुत शुणिले मनु संदेह हेब दूरीभूत। सनत कुमार शुणी ऋषिंकर गीर शिवंक नाम उच्चारी कहन्ति त्रिवार। पूर्वे सगर नाम रे नृप एक थिले बास करी रहुथिले अयोध्या राज्य रे। 60 सहस्र नंदन होइले तांकर दगध होइले पड़ी ज्वलंता अनल। भगीरथ नामे राज जन्म होइले मृगया निमन्ते दिने पशिले वन रे। अनल जलुछि प्रवेशिले सेहि स्थान देखन्ति अनेक जन हुअन्ति दहन। कष्ट पाउछन्ति प्राण न जाए तांकर अर्ध कळर अर्ध पोड़ई अनाळ। भगीरथ देखि करी दुखित होइले नवरे मिलिण वसिष्ठंकु पुछा कले। वसिष्ठ सकल कथा कहिले बुझाई कपिल ऋषिंक पासे मिली गले जाई। बेनिकर जोड़ी तांक पदरे पड़िले पितृगणंक मुकति कथा पचारिले। ऋषिवर भगीरथी क भक्ति देखिले आहे नर बर शुण कहे जा सधीरे। पितृगण तारिबा पाई जेबे मन स्वर्गपुर जाई गंगा कर दर्शन। गंगा जले तब पितृ गण कले स्नान मोर अभिशाप तेबे
ହୋଇବ ମେଣ୍ଟିଣ। ଏସନ କହିଣ ମୁନି ମୌନ ହୋଇଲେ, ଭଗୀରଥ ନରପତି ବାହୁଡ଼ି ଅଇଲେ। ରାଜେ ପ୍ରବେଶୀ ମନ୍ତ୍ରୀଙ୍କୁ ରାଜ୍ୟଭାର ଦେଲେ, ତପସ୍ୟା ନିମନ୍ତେ ଅରଣ୍ୟକୁ ଚାଲିଗଲେ। କପିଳ କହିବା କଥା କରି ଗୁରୁ ଜ୍ଞାନ, ଗୋଦାବର ନଦୀ ତୀରେ ମିଳିଲେ ଯାଇଣ। ସ୍ନାନ ସାରି ପଞ୍ଚବଟୀ ତଳେ ନୃପରାଣ, ନିଶ୍ଚଳ ଆସନେ ତପେ ହୋଇଲେ ମଗନ। ସହସ୍ର ବତ୍ସର ଏହି ଭାବେ ପରିପୂର୍ଣ୍ଣ, ବ୍ରହ୍ମାଙ୍କ ସ୍ୱରୂପ ଚିନ୍ତି ହୃଦୟରେ ତାଙ୍କର। ବେଦପତି ଭଗୀରଥଙ୍କ କଷ୍ଟ ଦେଖିଣ, ବର ମାଗ ନରପତି କହିଲେ ମିଳିଣ। ବ୍ରହ୍ମାଙ୍କର ଏ ବଚନ ଶୁଣି ନୃପବର, ଶିରେ କର ଯୋଡ଼ି କରି ଭାସିଲେ ମଧୁର। आहे ପଦ୍ମାସନ ତୋଷ ଯେବେ ମୋହ ପରେ, ମୁକ୍ତି ହେବେ ପିତୃଗଣ ତୁମ୍ଭରି ଆଜ୍ଞାରେ। ଜଳୁଅଛି କପିଳଙ୍କ ସାପେ କଳେବର, ତାହାଲି ଭାଇବି ଗଙ୍ଗା ମୋତେ ଦାନ କର। ମାଗୁଅଛି ଏହି ବର ମୋତେ କର ଦାନ, ନବାଞ୍ଛଇ ଅନ୍ୟ ବର ଏହା କର ଦାନ। ନରପତିଙ୍କ ବଚନ ପଦ୍ମଜନି ଶୁଣି, ଶୁଣନ୍ତୁ ବଚନ ମୋର ନୃପ ଚୂଡ଼ାମଣି। ଯେଉଁ ପରି ଗଙ୍ଗା ଦେବୀ ପାଇଥିଲେ ମୋହି, आहे ଭଗୀରଥି ତାହା ଶୁଣ ମନ ଦେଇ। ତ୍ରିପୁର ଦଇତ ସଙ୍ଗେ ସଂଗ୍ରାମ କାଳରେ, ରୁଦ୍ର ଶିର କମ୍ପାଇଲେ ଅତ୍ୟନ୍ତ କୋପରେ। ତାଙ୍କ ଜଟାର ମଧ୍ୟରୁ ଗଙ୍ଗା ଦେବୀ ମାତ, ଖସି ପଡ଼ିଲେ ଭୂତଳେ आहे ନରନାଥ। କୁନ୍ଦେ ଦୁପରାଧ ବଳ ତାହାଙ୍କର ନୀର, ବ୍ରହ୍ମାଣ୍ଡ ପୁରୀଣ ଗଲା ତାହା ବେଳୁ ବେଳ। ଭୂରୁ ସରଗ ଯାଏ ସେ ଭରିଗଲା ଜଳ, ସୃଷ୍ଟିନାଶ ଗଲା ମନେ କରିଲି ବିଚାର। ଅକାଳେ ପ୍ରଳୟ ଆସି ପରବେଶ ହେଲା, କମଣ୍ଡଳେ ଗଙ୍ଗାକୁ ମୁଁ ଭରିଲି ରେ ବଳା। ସେ ଜଳ ମୋ କମଣ୍ଡଳେ ହୋଇଗଲା ପୂର୍ଣ୍ଣ, ନିଜ ଆଳେ ଗଲି ଗଙ୍ଗାକୁ ମୁଁ ହିଁ ଧରିଣ। ପବିତ୍ର ହୋଇଛି ସେହି ଜଳକୁ ମୁଁ ପାଇ, ଶୁଣ ରାଜା ଭଗୀରଥ ମନ ଧ୍ୟାନ ଦେଇ। ବାମନ ରୂପରେ ହରି କଳ୍ପାନ୍ତ ବେଳରେ, ପ୍ରବେଶିଲେ କପିଳଙ୍କ ଯାଗଶାଳା ଠାରେ। ତିନି ପାଦ ଭୂମି ତାଠୁ କପଟେ ଘେନିଲେ, ବିଶ୍ୱରୂପକୁ ସେଠାରେ ଧାରଣ କରିଲେ।
ତ୍ରିପାଦରେ ବଳିକୁ ପାତାଳେ ସେ ଚାପିଲେ, ସେ ପାଦକ ଘୋଟି ଗଲା ସଂସାର ମଧ୍ୟରେ। ତୃତୀୟ ପଦ ଯେ ଘୋଟି ଥିଲା ସ୍ୱର୍ଗପୁର, ବାଜିଲା ଚରଣ କମଣ୍ଡଳୁରେ ମୋହର। ଗଙ୍ଗା ଜଳ ପଡ଼ିଗଲା ଫାଟି କମଣ୍ଡଳ, ପଦରେ ପଡ଼ିଲା ଜଳ ଗଙ୍ଗା ମାତାଙ୍କର। ନଖ କୋଣେ ଗୁପ୍ତ ହେଲେ ଗଙ୍ଗା ଦେବୀ ମାତ, ତହୁଁ ବିନ୍ଦୁଏ କ୍ଷରୀ ହେଲେ ଯେ ଉପଗତ। ଉଗ୍ର ଭାବେ ତେଜି ବିନ୍ଦୁ ଜଳ ମେରୁ କ୍ରୋଟେ, ରହିବାରୁ ଦେବଗଣ ପୂଜୁଛନ୍ତି ନିତ୍ୟେ। ସ୍ୱର୍ଗ ଗଙ୍ଗା ନାମକୁ ସେ କରିଛି ଧାରଣ, ପାତାଳରେ ଏକ ଧାର ହୁଏ ଧାବମାନ। ବିଷ୍ଣୁଙ୍କ ଚରଣ ଯେଣୁ ହୋଇଛି ବାହାର, ବିଷ୍ଣୁଗଣ ନାମ ଗୋଟି ହୋଇଛି ତାହାର। ସୁମେରୁ କ୍ରୋଟରେ ଯେଉଁ ଧାର ଅଛି ରହି, ଦେବଙ୍କୁ ତେଜିଣ ନ ଯିବ ସେ ମର୍ତ୍ତ୍ୟ ଭୂଇଁ। ଆଣି ନ ପାରିବ ପାତାଳରେ ଯେଉଁ ଧାର, ମୋହର ବଚନ ଏବେ ଶୁଣ ନୃପବର। ଗଙ୍ଗା ରହିଥିଲେ କମଣ୍ଡଳୁରେ ମୋହର, ବିଷ୍ଣୁ ଲୁଚାଇଲେ ନଖ କୋଣରେ ତାଙ୍କର। ବୈଷ୍ଣବୀ ଅଟଇ ତେଣୁ ଗଙ୍ଗାଙ୍କର ନାମ, ବିଷ୍ଣୁଙ୍କ ପାଦରେ ସେବା କର ନରରାଣ। ବ୍ରହ୍ମା କହିଣ ଏପରି ଅନ୍ତର୍ଧ୍ୟାନ ହେଲେ, ଶୁଣ ଋଷିଏ ଯାହା ଘଟିଲା ତଦପରେ। ଧାତା ଅଦୃଶ୍ୟ ହୋଇଣ କରିଲେ ଗମନ, ଗୁରୁ ଚିନ୍ତା କରିଲେ ଯେ ଭଗୀରଥ ରାଣ। ପତିତ ପାବନ ବିଷ୍ଣୁ ସ୍ମରିଲେ ରାଜନ, ଭାବିଲେ କରିବେ ମୋର ଦୁଃଖ ସେ ହରଣ। ବିଶ୍ୱରୂପୀ ବିଶ୍ୱଙ୍କୁ କରିଲେ ସେ ଧ୍ୟାନ, ହୃଦ ଆସନେ ବସିଲେ ତହିଁ ନୃପରାଣ। ବ୍ରହ୍ମରେ ଏକତ୍ର ପଞ୍ଚ ମନକୁ କରିଲେ, ନାରାୟଣଙ୍କ ରୂପକୁ ହୃଦେ ଧ୍ୟାନ କଲେ। ଅଷ୍ଟାଙ୍ଗଙ୍କର ମନ୍ତ୍ର ସେ ଜପିଲେ ରାଜନ, ମହାମନ୍ତ୍ର ଘେନିଥିଲେ ପୂର୍ବୁ ନରରାଣ। ସାର ମନ୍ତ୍ରକୁ ଭକ୍ତିରେ ଭଜିଲେ ନୃବର, ଅୟୁତ ବତ୍ସର ପୁଣି ବହିଗଲା କାଳ। ନୃପତିଙ୍କର ସାତ୍ୱିକ ମନ ଜାଣି ହରି, ପ୍ରବେଶିଲେ ଚକ୍ର ପାଣି ପାଶରେ ତାଙ୍କରି। ନିଜେ ନାରାୟଣ ବସି ଗରୁଡ଼ ପୃଷ୍ଠରେ, ପରବେଶ ହେଲେ ଆସି ନୃପ ସମୀପରେ। ଆଦିତ୍ୟ କିରଣ ଜିଣି ତେଜ ପ୍ରକାଶଇ, ଚତୁର୍ଦିଗ ସେ ଆଲୋକେ ଝଲସି ଉଠଇ। ଚତୁର୍ଭୁଜ ଆଜାନୁ ଲମ୍ବିତ ନାରାୟଣ, ଶଙ୍ଖ ଚକ୍ର ସାଙ୍ଗ ଧନୁ
ଗଦା ଶୋଭାବନ ରତ୍ନ ଜ୍ୟୋତିକୁ ବଳିଣ କର୍ଣ୍ଣର କୁଣ୍ଡଳ ଏମନ୍ତ ବେଶେ ମିଳିଲେ ବୈକୁଣ୍ଠେ ଠାକୁର ଶ୍ରୀମୁଖେ ମଣ୍ଡଳତି ପ୍ରଫୁଲ୍ଲ ତାଙ୍କର ଇନ୍ଦିବର କାନ୍ତି ଜିଣା ନୟନ ଯୁଗଳ ନବଦଳ ଧର ଠାରୁ ବଳିତନୁ ସୋହେ ପୀତ ବସ୍ତ୍ର ଶରୀରରେ ଜନମନ ମୋହେ ନାନା ରତ୍ନ ଶ୍ରୀ ଅଙ୍ଗରେ ସୁନ୍ଦର ଦିଶଇ କୌସ୍ତୁଭ ମଣି ବନ ମାଳ ଗଲେ ଥାଇ ମନ୍ଦହାସ ବିମ୍ବ ଧରୁ ବାହାର ହୁଅଇ ବରୁଣ କିୟ ବା ସଦା ଜଳ ବରସଇ ଚରରେ ନୂପୁର ହରି ଶ୍ରୀଭୁଜେ କଙ୍କଣ ଉଡ଼ୁଅଛି ଥରି ଥରି ପତିତ ପାବନ ତ୍ରୈଲୋକ୍ୟ ମାତ କମଳି କୋଳରେ ତାଙ୍କର କେ ବର୍ଣ୍ଣି ପାରିବ ରୂପ ଶୋଭା ମାତାଙ୍କର ଚୌକତି ରହିଛନ୍ତି ପାରିଷଦ ମାନ ସାଧୁ ସନ୍ଥ ବୈଷ୍ଣବ ସଙ୍ଗରେ ଧରିଣ ଚାମର ଆଳଟ ଢାଳୁ ଛନ୍ତି ପାରିଷଦ ଛତ୍ର ଟେକି ମସ୍ତକରେ କେ ହୁଏ ଆନନ୍ଦ ବେନିକର ଯୋଡ଼ି ସ୍ତୁତି କରନ୍ତି କେତେକ ଆଉ କେତେ ନିରେଖି ଦେଖନ୍ତି ପଦ୍ମମୁଖ କେହୁ ରତ୍ନର ପାଦୁକା ଧରିଛି ହସ୍ତରେ ହରିଧ୍ୱନି ପୁରୀ ଅଛି ପ୍ରବେଶ ଜ୍ଞାନରେ ଭଗୀରଥୀ ନୃପ ଦେଖି ପ୍ରଭୁ ଆଗମନ ତପତେ ଜିହ୍ୱା ହେଲେ କରକୁ ଯୋଡ଼ିଣ ଆନନ୍ଦ ଅଶ୍ରୁରେ ଭରିଲା ବେନିଲୋତନ ନୀଳପୁଷ୍ଠ ଜିଣିତନୁ ହେଲା ରୋମାଞ୍ଚିନ ଶ୍ରୀମୁଖ ଚାହିଣ ହର୍ଷେ ଗଦ ଗଦ ହେଲେ ସୁମଧୁରେ ପ୍ରଭୁଙ୍କର ନାମ ଉଚ୍ଚାରିଲେ ନମସ୍ତେ ହେ କୃପା ସିନ୍ଧୁ ପ୍ରଭୁ ନାରାୟଣ ନମସ୍ତେ ଭକତ ବନ୍ଧୁ ଜଗତ କାରଣ ଅଚ୍ୟୁତ ମାଧବ ଦଇ ତ୍ୟାରି ଆଦି ମୂଳ ମୁକୁନ୍ଦ ଜନାର୍ଦ୍ଦନ କେଶବ ଦାମୋଦର ହୃଷିକେଶ ଚକ୍ରପାଣି ମୁକୁନ୍ଦ ଅନନ୍ତ ରାମ ଭକ୍ତ ଚିନ୍ତାମଣି ବୈକୁଣ୍ଠ ଉପେନ୍ଦ୍ର ଦାମୋଦର ଶୃଙ୍ଗୀ ବିଷ୍ଣୁ ଶ୍ରୀହରି ଗୋବିନ୍ଦ ପୀତାମ୍ବର ଶ୍ରୀପତି ଗରୁଡ଼ ଧ୍ୱଜ କୃଷ୍ଣ ପତିତ ପାବନ ଅନାଥର ବନ୍ଧୁ ହରି ପୁରୁଷ ଉତ୍ତମ ଶ୍ୟାମ ତୁ ନାଥଙ୍କ ସାରି ବିଶ୍ୱମ୍ବର ନାଦି ବନମାଳୀ ନାରାୟଣ ପଦ୍ମନେତ୍ର ଗଦାଧର କରୁଣା ନିଧାନ ଶ୍ରୀବତ୍ସ ଲାଞ୍ଛନ ବିଧି ସୌରିତ୍ରୀ ବିକ୍ରମ ଚତୁର୍ବାହୁ ହେ ମୁରାରୀ
ଆରତ ତାରଣ। ଚିଦାନନ୍ଦ ସୁପ୍ରକାଶ ହେ ବିଶ୍ୱକେଶନ। ସୁଧା କୂପ ଦୀନ ବନ୍ଧୁ ଭକତ ଜୀବନ। ଇନ୍ଦ୍ରାଣୁଜ ପଦ୍ମନାଭ ପୁଣ୍ୟାତ୍ମା କ୍ଷେତ୍ରଜ୍ଞ। ସ୍ୱୟମ୍ଭୁ ହଂସ ଦୟାଳୁ ଦୟାଳୁ ରାଧାକାନ୍ତ। ଗୌରଚନ୍ଦ୍ର ନିତ୍ୟାନନ୍ଦ ଅଦ୍ୱୈତ ଗୌର। ବ୍ରଜପତି ସତ୍ୟସନ୍ଧ ପ୍ରଦ୍ୟୁମ୍ନ ଗୋପାଳ। ଶ୍ରୀନନ୍ଦ ନନ୍ଦନ ନରସିଂହ ବାସୁଦେବ। ରାବଣାରି ରଘୁପତି ଦାଶରଥି ଭାବ। ଦଣ୍ଡଧାରୀ ଏହି ନାମ ମାନ ଉଚ୍ଚାରିଲେ। ପ୍ରଭୁଙ୍କ ଚରଣ ତଳେ ନମସ୍କାର କଲେ। ବେନି ପାଣି ଯୋଡ଼ି ଉଭା ହେଲେ ଶ୍ରୀ ଛାମୁରେ। ଭକ୍ତ ଚିନ୍ତାମଣି ନୃପ ଭକତି ଦେଖିଲେ। ବୋଇଲେ ଯେ କାର୍ଯ୍ୟ ରାଜା ମୋତେ ସ୍ତୁତି କଲ। ସେ କଥା କହିବା ଏବେ ଶୁଣ ନୃପବର। ଗଙ୍ଗା ନଦୀ ପରାପତ ହେବେ ନରରାଣ। ଭକତିରେ ପୂଜ ସଦା ଶିବଙ୍କ ଚରଣ। ତାଙ୍କରି ଜଟାରୁ ପୂର୍ବେ ଗଙ୍ଗା ଦେବୀ ଜନ୍ମ। ସକଳ ଲୋକଙ୍କୁ କରି ଥିଲେ ସେ ପାବନ। ଗଙ୍ଗାଙ୍କର ଅନ୍ୟ ନାମ ଶଙ୍କରୀ ଅଟଇ। ବ୍ରହ୍ମା କମଣ୍ଡଳେ ଥିଲେ ନେଇଛି ହେ ମୁହିଁ। ଗୁପ୍ତରେ ରଖିଛି ନଖ କୋଣେ ମୋ ଚରଣେ। ତାଡ଼ିଲେ ବ୍ରହ୍ମାଣ୍ଡ ନାଶ କରିବେ କ୍ଷଣେ। ବ୍ରହ୍ମା କମଣ୍ଡଳ ଫାଟି ଗଲା ଯେବେ କରେ। ମୁଁ ରଖିଲି ତାଙ୍କୁ ନେଇ ମୋ ନଖ କୋଣରେ। ମେରୁ କ୍ରୋଟରେ କିଛି ଯେ ପଡ଼ିଗଲା ଜଳ। ମୁଁ ଛାଡ଼ିଲେ ପଡ଼ିବେ ସେ ଅବନି ଉପର। ଉଗ୍ରମୂର୍ତ୍ତି ସେ କାଳରେ ହେବେ ମହାମାୟୀ। ଅକାଳ ପ୍ରଳୟ ସଂଘଟିତ ହେବ ତହିଁ। ବହିବାକୁ ସାମରଥ ଏକା ପଞ୍ଚାନନ। ଆହେ ଭାଗୀରଥ ଅନ୍ୟ ଧାରଣ କ୍ଷମ। ଶୁଦ୍ଧ ମନେ ଶିବଙ୍କୁ ତୁ ସୁମରଣା କର। ପ୍ରସନ୍ନେ ବହିବେ ସେ ଗଙ୍ଗାଙ୍କୁ ମସ୍ତକର। ଏସନ କହି ଚଳିଲେ ପ୍ରଭୁ ନାରାୟଣ। ତଦୁତ୍ତାରେ ଯା ଘଟିଲା ମନ ଦେଇ ଶୁଣ। ନାରାୟଣ ବାକ୍ୟେ ଭଗି ରଥ ତ ସହେଲେ। ଦିବ୍ୟ ପୂଜା ଶିବଙ୍କର ଚରଣେ କରିଲେ। ଶ୍ରୀ ଚନ୍ଦ୍ରଶେଖର ପଦେ ନିବେଶିଣ ମନ। ପଞ୍ଚାକ୍ଷର ମନ୍ତ୍ର ସଦା କରିଲେ ପଠନ। ତପ ସାଧନ କରିଲେ ସହସ୍ର ବତ୍ସର। ତପସ୍ଥାନରେ ପ୍ରବେଶ ହୋଇଲେ ଶଙ୍କର। ବୋଲନ୍ତି ଇପ୍ସିତ ବର ମାଗ ନରବର। ମନ ମଧ୍ୟରେ ଭାବିଛ ତୁମ୍ଭେ ଯେଉଁ ବର।
ଶଙ୍କର ମୁହିଁ ସଦାଶିବ ବର ଦାତା ସଂକର୍ଷଣ ଭକତ ଜନ ବାନ୍ଧବ ମୁହିଁ ପଞ୍ଚାନନ ମୁହିଁ ତ୍ରିଲୋଚନ ସନ୍ଦେହନ କରମନ ମାଗ ଯାହା ଇଚ୍ଛା ବର ଦେବି ଏହି କ୍ଷଣ ମହିପତି ଧ୍ୟାନ ତେଜିଲେ ଶୁଣି ବଚନ ଦେଖନ୍ତି ସମ୍ମୁଖେ ଉଭା ଦେବ ସଂକର୍ଷଣ ସଦାଶିବଙ୍କ ଚରଣେ ନୃପତି ପଡ଼ିଲେ ବିନୟ ହୋଇଣ ପୁଣି ବଚନ କହିଲେ ନମସ୍ତେ ପ୍ରଭୁ ଶଙ୍କର ଜଗତ କାରଣ ନମସ୍ତେ ଶ୍ରୀ ସଦାଶିବ ତୁମ୍ଭେ ପରମ ବ୍ରହ୍ମ ବିରୂପାକ୍ଷ ଶଙ୍କର ତ୍ରିଲୋଚନ ଯେ ହର ମନ୍ମଥ ଧ୍ୱଂସୀ ଗିରିଶ ତ୍ରିପୁର ଈଶ୍ୱର ମୃତ୍ୟୁଞ୍ଜୟ କୃତିବାସ ହେ ପ୍ରଭୁ ଈଶାନ ବ୍ୟୋମକେଶ କପିଘ୍ନ ନୀଳକଣ୍ଠ ସଂକର୍ଷଣ ବାସଦେବ ଭୂତେଶ ହେ ପାର୍ବତୀଙ୍କ କାନ୍ତ ଉଗ୍ରମୂର୍ତ୍ତି ପିନାକୀ ଧୂର୍ଜଟି ସଦାନନ୍ଦ ଶ୍ରୀ ମହାଦେବ ସର୍ବଜ୍ଞ ଦେବଙ୍କର ଦେବ ଭଗ ସର୍ବ ସୁକ ପାଣି ଭୀମରୁଦ୍ର ଭବ ନମସ୍ତେ ଶ୍ରୀ ଗଙ୍ଗାଧର ତ୍ରିୟମ୍ବକ ହର ସ୍ଥାଣୁ ଅନ୍ଧକ ଧ୍ୱଂସନ ହର ମହାଦର ପତିତ ପାବନା ବିଶ୍ୱ ନାଥ ଦୟାକର ଗଙ୍ଗା ଦେଇ ପୁରାଅ ମୋ ମନ ମହେଶ୍ୱର କ୍ରୋଧ ହୋଇଣ କପିଳ ଋଷି ଶାପ ଦେଲେ ପିତୃଗଣ ଜଳୁଛନ୍ତି ତାଙ୍କରି ଶାପରେ ଗଲାଣି ଅନେକ କାଳ ଜଳନ୍ତି ଅଗ୍ନିରେ ଶାନ୍ତି କରାଇବି ତାଙ୍କୁ ମୁହିଁ ଗଙ୍ଗା ଜଳେ କପିଳଙ୍କୁ ପ୍ରତିକାର ପଚାରନ୍ତେ ମୁହିଁ ଗଙ୍ଗାଣ ସେ ଜଳରେ ସାପ ଜୀବ ଧୋଇ ଗଙ୍ଗା ଜଳ ପରଶରେ ମୋର ପିତୃଗଣ ମୁକ୍ତ ହୋଇ କରି ଯିବେ ମରଣ ଭୁବନ ଯେଣୁ ପିତୃଗଣ ମୋର ହେଉଛନ୍ତି ବହି ତେଣୁ ତୁମ୍ଭର ଚରଣେ ଶରଣ ପଶଇ ଏତେ କହି ଭଗୀରଥ ପାଦରେ ପଡ଼ିଲେ ଚରଣ ଯୁଗଳ ନିଜ ଶିରେ ନିବେଶିଲେ ତ୍ରିୟମ୍ବକ ରାଜର ଯେ ଭକତି ଦେଖିଣ ପୁଲକିତ ଶରୀରରେ ଅଛଇ ରାଜନ ଅଶ୍ରୁ ଜଳ ନୟନରୁ ଯାଉଅଛି ଝରି ବାକ୍ୟ ନ ପାରଇ ରାଜା ତୁଣ୍ଡରେ ଉଚାରି ଭକତର ବନ୍ଧୁ ଜାଣିପାରି ଭକ୍ତ ମନ ବୋଲନ୍ତି କୋମଳ ବାକ୍ୟେ ଶୁଣ ନର ରାଣ ହେମବନ୍ତେ ତୋର ଯୋଗୁ କରିବି ଗମନ ଗଙ୍ଗାକୁ ଆଣି ସେଠାରେ କରିବି ପ୍ରଦାନ କହିଣ ଜଗତନାଥ
ଗମନ କରିଲେ। ଯା ଘଟିଲା ଋଷିଗଣ ଶୁଣ ହରଷରେ। ଜଗଜନ ବନ୍ଧୁ ସେହି ଭକତ ସୋଦର। ଜଟାଳୁ ଫିଟାଇ ଦେଲେ ମସ୍ତକୁ ତାଙ୍କର। ଗଙ୍ଗାଙ୍କୁ ଆଣିବା କାର୍ଯ୍ୟ ଶିବ ଲଗାଇଲେ। ଗଙ୍ଗା ଜଳ ତତକ୍ଷଣେ ଝରିଣ ପଡ଼ିରେ। ନଳା ମଧ୍ୟେ ଜଳ ଯେହ୍ନେ ଟେକିଣ ଆସଇ। ଜଟା ଦେଖି ତେସନେକ ଜଳ ଆସେ ଧାଇଁ। ଜଟାରୁ ତୁରୀ ହିମ ବନ୍ତରେ ବହିଲେ। ଭଗୀରଥର ପାଶରେ ମାତ ପ୍ରବେଶିଲେ। ପିତା ମାତା ଦୁହିତାକୁ ଡାକିଲେ ଯେସନ। ପ୍ରବେଶୀ ରାଜା ପାଶେ ସେ ମାତାଟି ତେସନ। ସଦାଶିବଙ୍କ ମସ୍ତକେ ତେସନ ପଡ଼ିଲେ। ଶୁଣ ଋଷି ଗଣ ତଦୁ ତାରେ ବହିଗଲେ। ସଙ୍ଗରେ ଘେନିଣ ତାଙ୍କୁ ଭାଗୀରଥ ରାଣ। ସଦାଶିବଙ୍କ ପାଦରେ କରିଣ ପ୍ରମାଣ। ସ୍ୱର୍ଗୁ ବହି ଆସି ମାତ ତେଜି ସ୍ୱର୍ଗ ଧାମ। ହିମବନ୍ତ ଶିଖରରେ ହେଲେ ଧବମାନ। ସ୍ଥିର ନ ହୋଇ ସତେକି ଜନନୀ କହିଲେ। ଗଙ୍ଗାଙ୍କ ଚରିତ ଅପୂର୍ବ କାଳେ ଯେ କାଳେ। ଭକତ ଭାବରେ ବସ ହେବ ପଞ୍ଚାନନ। ସର୍ବଗୁଣାଧୀପ ସ୍ୱାମୀ ଦେବ ସଂକର୍ଷଣ। ଭକତଙ୍କ ହିତେ ପ୍ରଭୁ ଗଙ୍ଗା ସମର୍ପିଲେ। ସନ୍ତୋଷ ମନରେ ଭଗି ରଥ ଯେ ଆଣିଲେ। ତିନି ଲୋକ ଜନ ହେବେ ପୂତ ଯେ ପାବନ। ତେଣୁ ଭଗୀରଥେ ଗଙ୍ଗା କରିଲେ ପ୍ରଦାନ। ବିନ୍ଦୁ ରୂପେ ରହିଥିଲେ ମାତ ଶମ୍ଭୁ ଶିରେ। 84 କାଠି ଗଭୀର ପଡ଼ନ୍ତେ ଧରାରେ। ଜାହ୍ନବୀ ନାମେ ଶିବଙ୍କ ଜଟାରୁ ଅଇଲେ। ଭୂମିରେ ପଡ଼ନ୍ତେ ଗଙ୍ଗା ନାମକୁ ଧରିଲେ। ଗଙ୍ଗା ନାମ ବହିଲେ ସେ ଶବଦ ଭେଦିଣ। ମନ ଦେଇ ଶୁଣ ଏବେ ସର୍ବ ଋଷିଗଣ। ଶୁଦ୍ଧ ପୂତ ହୋଇ ସେବେ ସେ ଜନ ଚରଣ। ତାହାଙ୍କୁ ଜଗତ ମାତ କରନ୍ତି ପାବନ। ଆଗେ ଆଗେ ଭଗୀରଥ କରନ୍ତି ଗମନ। ତାଙ୍କ ପଶ୍ଚାତରେ ମାତ ହେଲେ ଧାବମାନ। ସଂସାରବାସୀଙ୍କୁ ପୂଜା କରିବାର ପାଇଁ ମାତା ଜାହ୍ନବୀ ଯାଆନ୍ତି ତ ସେ ପଥବାହୀ। ଅନ୍ତର୍ବେଦୀ ନାମରେ ଯେ ଏକ ପୁଣ୍ୟ ସ୍ଥାନ। କାଳିନ୍ଦୀ ସଙ୍ଗେ ଭେଟିଲେ ମାତ ସେହି ସ୍ଥାନ। ଏକ ସଙ୍ଗ ହୋଇ ପଶ୍ଚିମେ କଲେ ଗମନ। ବିସ୍ମୟ ହୋଇଲେ ଦେଖି ଭଗୀରଥ ରାଣ। ଦିବ୍ୟ ସ୍ତୁତି ଆରମ୍ଭିଲେ ତହିଁ ନର ବର। ନମସ୍ତେ ମା ଗଙ୍ଗା ଦେବୀ ମାତ ଜଗତର। ଜଳ ବ୍ରହ୍ମ ତୁମ୍ଭେ ମାତ
ମୁକର୍ତ୍ତି ଦାୟିନୀ ବିଷ୍ଣୁ ନଖ କଣୁ ଜାତ ହୋଇଲ ଜନନୀ ତ୍ରିପୁରେ ବହିଲ ମାତ ହୋଇ ତିନି ଧାର ତ୍ରିପଥ ନାମ ଗୋଟି ତେଣୁ ଗୋ ତୁମ୍ଭର ପୂର୍ବ ନାମଟି ତୁମ୍ଭର ଜନନୀ ଶଙ୍କରୀ ପୂର୍ଣ୍ଣ ହୁଏ କାମ ମାନ ତୁମ୍ଭ ନାମ ଧରି ଶୈଳସୂତା ତୁମ୍ଭ ନାମ କହୁଛନ୍ତି ଜନ ଅକ୍ଷୟ ଶିଳାରୁ ଯେଣୁ ଲଭିଲ ଜନମ କୈଳାସ ଶିଳ ବାକୁନ୍ଦେ ଦୁଗୁ ଯେ କ୍ଷୀର ସଦୃଶ ଧବଳ ମାତ ଶରୀର ତୁମ୍ଭର ପରମ ଈଶ୍ୱରୀ ମାଗ ଗଙ୍ଗା ମହାମାଇ ସୁରେଶ୍ୱରୀ ନାମ ଗୋଟି ତୁମ୍ଭର ଅଟଇ ବକ୍ର ପଥେ ବିନିମନ୍ତେ ହୁଅ ଧାବମାନ ନ ଆସିଲେ ମାତ ମୁହିଁ ହରିବି ଜୀବନ ମାର୍ଗେ ଆସ ଦୟା କରି ସର୍ବଜନ ମାତ ଏସ ନ କହିଲେ ରାଜା ଯୋଡ଼ିବେନି ହସ୍ତ ପତିତ ପାବନି ତୁମ୍ଭେ ଅଟ ପୁଣ୍ୟମୟୀ ପୂର୍ବ ମୁଖେ ମୋ ସଙ୍ଗରେ ଆସ ମହାମାଇ ତୁମ୍ଭ ଯୋଗେ ସଦଗତି ପିତୃଗଣ ମୋର ଗଙ୍ଗ ଯମୁନା ଯେ ସର ସତୀ ନାମ ତୋର ତିନି ମାତ ଭିନ୍ନ ଭିନ୍ନ ନୁହ କାଳେ କାଳେ ମାଗ ପ୍ରସନ୍ନ ହୁଅ ଯେ ମାତ ମୋହ ଠାରେ ରାଜା ଭକ୍ତି ସୁପ୍ରସନ୍ନେ ଜନନୀ କହନ୍ତି ମୋହର ବଚନ ଶୁଣ ଆହେ ନରପତି ଶ୍ରୀମଣି କନିକା ତୀର୍ଥ ଦେଖିବାକୁ ମନ ବାରଣାସୀ କ୍ଷେତ୍ରକୁ ମୁଁ କରିବି ଗମନ ମଣିକନିକା ମୋହର ଭଗିନୀ ଅଟଇ ପାପନାଶିନୀ ସଂସାରେ ଅଟନ୍ତି ସେହି ତାକୁ ଦେଖିବା ପାଇଁ କି ବଳି ଅଛି ମନ ଅନେକ କାଳୁ ବିଚାର କରିଛି ମୋ ମନ ସଦାଶିବ କୁଣ୍ଡଳରୁ ଲଭିଲେ ଜନମ ତାଙ୍କରି ଜଟାରୁ ମୁହିଁ ହେଲି ଉତ୍ପନ୍ନ ଜଟା ମୂଳେ ଅଦ୍ୟାବିଧି ରହିଥିଲି ମୁହିଁ ତପେ ଆଣିଲ ମର୍ତ୍ତ୍ୟକୁ ମତେ ନରସାଇ ଶିବ କର ଲାଗିଣ ସେ ପବିତ୍ର ହୋଇଲେ ବଡ଼ ସୌଭାଗିନୀ ଛନ୍ତି ପବିତ୍ର କ୍ଷେତ୍ରରେ ଆମ୍ଭ ଦୁହିଁଙ୍କ ଜନଙ୍କ ଦେବ ପଞ୍ଚାନନ ହେ ରାଜନ ଏହି କଥା ନ ଯିବ ଭୁଲିଣ ଭଗିନୀକୁ ଦେଖିବାକୁ ଯେଣୁ ମୋର ମନ ବକ୍ର ପଥରେ ମୋହିତ ତେଣୁ ଆହ୍ୱାନ ଆସ ଆଗକୁ ନୃପତି ପଥ ଦିଅ କହି ତୁମ୍ଭ ବଂଶକୁ ଅବଶ୍ୟ ନିସ୍ତାରିବି ମୋହି ଶୁଣି ରାଜା ଭାଗୀରଥି ଆନନ୍ଦିତ ମନ ଆଗେ ଚାଲି ପଥ ତାଙ୍କୁ ନେଲେ କଢ଼ାଇଣ ବୈଧାତ୍ର କହୁଛନ୍ତି ଶୁଣ ମୁନିଗଣ
ଗଙ୍ଗା ଯମୁନା ମିଳନ ହେଲେ ଯେଉଁ ସ୍ଥାନ, ପ୍ରୟାଗ ତୀର୍ଥ ନାମଟି ଅଟଇ ତାହାର। ବ୍ରହ୍ମଲୋକ ଯାଏ ତହିଁ ସ୍ନାନ କଲେ ନର, ଭଗିନୀଙ୍କୁ ଦେଖିବହିଁ ଶରଧାମ ମନେ। ତେଣୁ କରି ଚକ୍ରପଥେ ଏପରି ମୁଗମେ, ବ୍ରହ୍ମ ହତ୍ୟା ପରି ପାପ ଥିଲେ ଶରୀରରେ। କ୍ଷୟ ହୋଇଯାଏ ସ୍ନାନ କରିଲେ ମକରେ, ପ୍ରୟାଗରେ ମାଘ ମାସେ କରିଲେ ସ୍ନାନ। ଜଳ ଦେ ଦେବ ପିତୃଙ୍କ ତୋଷରେ ଯେ ମନ, ସେହି ଜନନ୍ତେ ଦିବ୍ୟ ଗତି କୁଲଭ ହୋଇ। ପିତୃଗଣ ସରଗରେ ବସନ୍ତି ତା ଯାଇ, ପ୍ରୟାଗ ମହିମା କହୁ ଥିଲେ ନ ସରଇ। ଶୁଣ ହେ ମହାତ୍ମା ଏଥୁ ଅନ୍ତେ ମନ ଦେଇ, ଅଯୋଧ୍ୟା ନୃପତି ଅଗ୍ରେ ଗମନ କରନ୍ତି। ପଛେ ତାଙ୍କର ଚଳିଲେ ଗଙ୍ଗା ଭଗବତୀ, 84 କାଠି ଗଙ୍ଗା ଗଭୀର ଅଟଇ। ବହିଯାଏ ଗଙ୍ଗା ମାତ ବେନି କୂଳ ଛୁଇଁ, କାଳ ଭୈରବ ଦୂରୁ ଦେଖି ବିଚାରନ୍ତି। କାଶୀ ମଧ୍ୟେ ପଶିଯିବ ଗଙ୍ଗା ଉଗ୍ରବତୀ, ଖୋଳି ପକାଇବ ସେହି ଏହି ପୁଣ୍ୟ ସ୍ଥାନ। ଜାଣିଲେ ନିନ୍ଦା କରିବେ ମୋତେ ପଞ୍ଚାନନ, ମହାବୀର ଏହା ଚିନ୍ତା କରି ଧରି ଶୂଳ। ପଥ ଗାଳିଲେ ଯାଇ ଗଙ୍ଗା ଦେବୀଙ୍କର, ଗଙ୍ଗା ବୋଲନ୍ତି ଭୈରବ ଯାଆନ୍ତୁ ଦୂରେଇ। ବିକାରଣେ ଓଗାଳିଛି କୁହନ୍ତୁ ବୁଝାଇ, ମଣିକର୍ଣ୍ଣିକା ଅଟନ୍ତି ଭଗିନୀ ମୋହର। ଦେଖି ତେଣୁ ଆସିଛି କାଶୀ ଯେ ନଗର, ଭୈରବ ବୋଲନ୍ତି ଚଳ ଅନ୍ୟ ବାଟ ଦେଇ। କାରଣ ତୁମ୍ଭରି ଯୋଗେ କୂଳ ନ ରହି, କୂଳର ବିନାଶକାରୀ ଯେ ଜନ ଅଟଇ। ତାହାକୁ ପାଖରେ କେବେ ନ ଦେବ ରଖାଇ। ଜାଣୁ ଜାଣୁ ତୁମ୍ଭ ଗୁଣ ବାଟ କି ଛାଡ଼ନ୍ତି, ଏଠାରେ ପଶିଲେ ତୁମ୍ଭେ ଘଟିବ ଶାନ୍ତି। ସଦାଶିବ ପ୍ରିୟ ସ୍ଥାନ କାଶୀ କ୍ଷେତ୍ର ଜାଣ, ବିଜେ କରିଛନ୍ତି ତହିଁ ସଦା ପଞ୍ଚାନନ। ବାଟ ନ ଛାଡ଼ିବି ମୋହି ଜଗିଣ ଅଛଇ, ନ ପଶି କାଶୀ ଅନ୍ୟ ଯେ ଦିଗେ ଯାଅ ବହି। ଶୁଣି କରି ଗଙ୍ଗା ଦେବୀ ତାଙ୍କୁ ସ୍ତୁତି କଲେ, ନମ ଭୈରବ ମୂର୍ତ୍ତି ତୁମ୍ଭେଟି କାଶୀରେ। 3 ହାତ ବାଟ ଦିଅ ତୁମ୍ଭରି ହସ୍ତରେ, ଟଳିଯିବି ଭଗ୍ନୀ ପାଶେ ମୁଁ ସେହି ବାଟରେ। 3 ହାତ ବାଟେ ଯିବି ତୁମ୍ଭେ ଜଗିଥାଅ, ଯେବେ ଅଧିକେ ମୁଁ ଯିବି ଦଣ୍ଡ ମୋତେ ଦିଅ। ଶୁଣି କରି ଭୈରବ
ବାଟ ଛାଡ଼ି ଦେଲେ। ତିନି ହାତ ସାରରେ ଗଙ୍ଗା ମାଡ଼ି ଗଲେ। ଅଗ୍ରେ ଭଗୀରଥ ପୃଷ୍ଠ ଦେଶେ ଗଙ୍ଗା ଦେବୀ। ମଣିକର୍ଣ୍ଣିକା ଭେଟିଲେ ପରମ ସାଧବୀ। ପରସ୍ପର ମିଶି ତହିଁ ସାକ୍ଷାତ ହୋଇଲେ। କ୍ଷେତ୍ର ମଧ୍ୟେ କ୍ଷେତ୍ରମଣି କର୍ଣ୍ଣିକା ଦେଖିଲେ। ଦେଖି ହରଷିତ ଭଗୀ ରଥ ନୃପରାଣ। ପିତୃଙ୍କୁ ତୋଷିଲେ ତହିଁ କରିଣ ସ୍ନାହାନ। ଉତ୍ତର ମୁଖରେ ମାତ ତହୁଁ ଗଲେ ଚଳି। ବହିଗଲେ ଗଙ୍ଗା ଦେବୀ ପଥ ଅନୁସରି। ଗଙ୍ଗା ଦେବୀ ମୁଖ କରି ଯାନ୍ତି ଉତ୍ତରକୁ। ଧାରଣ କରିଲେ ମାତ ଭୈରବୀ ନାମକୁ। ପୂର୍ବ ଦିଗ ସମୁଦ୍ରକୁ ଚଳିଗଲେ ମାତ। କପିଳଙ୍କ ଆଶ୍ରମରେ ହେଲେ ଉପଗତ। ପିତୃଗଣ ଦଗ୍ଧ ତହିଁ ଭଗୀରଥଙ୍କର। ଦଗ୍ଧ ହେଉଥିଲେ ସାପେ ସେ କପିଳଙ୍କର। ଜଳଦାନେ ସେମାନଙ୍କୁ ମୁକ୍ତ କରିଲେ। ତହୁଁ ସୁରେଶ୍ୱରୀ ପୂର୍ବ ସମୁଦ୍ରେ ମିଶିଲେ। ଯେଣୁ ଆଣିଥିଲେ ଭଗୀରଥି ନୃପବର। ଭଗୀରଥି ନାମ ଗୋଟି ହୋଇଲା ତାଙ୍କର। ଶୁଣ ପୂର୍ବ ଚରିତ ଦେଇ ମନ କର୍ଣ୍ଣ। ମଣିକର୍ଣ୍ଣିକା ମହିମା ଅଟେ ଅଗଣନ। ତୀର୍ଥମାନଙ୍କରେ ସେ ଯେ ଅଗ୍ରଣୀ ଅଟଇ। ମହିମା ତାଙ୍କର ମୁଖେ କହିତ ନୁହଁଇ। ଯେବେ ସୁପଣ୍ଡିତ ଛନ୍ତି ଏତ୍ରୟ ଭୁବନ। ସତେ ବର୍ଷ ବସିଲେ ସେ ହୋଇ ଏକ ମନ। ସମର୍ଥ ନୁହନ୍ତି ମହିମା କହିବା ପାଇଁ। କହିଲି ବ୍ୟକତ କରି ତହିଁରୁ ଯେ ମୁହିଁ। ବାରଣାସୀ ଅଟେ କ୍ଷେତ୍ର ମାନଙ୍କ ଉତ୍ତମ। ସେ କ୍ଷେତ୍ରେ ବାସ କରେ ସେ ସେହି ବ୍ୟକ୍ତି ଧନ୍ୟ। କ୍ଷେତ୍ରେ ଶିବରାତ୍ରି ବ୍ରତ କରିବ ଯେ ଜନ। ଶିବ ଲୋକରେ ବସିବ ସେ ବ୍ରତ ଫଳେଣ। କାଶୀ କ୍ଷେତ୍ରେ ଇଚ୍ଛିଥିବ କରିବାକୁ ବାସ। ତାକୁ ଫଳ ନିଶ୍ଚୟ ଦେବେ ପ୍ରଭୁ କୃତିବାସ। ଶିବରାତ୍ରି ବ୍ରତ କାଶୀ କ୍ଷେତ୍ରେ କରିବାକୁ। ଇଚ୍ଛଇ ଯେ ବର ଦିଅନ୍ତି ପଞ୍ଚାନନ ତାଙ୍କୁ। ଅନ୍ତର ଗୃହୀ ଯାତ୍ରା କାଶୀରେ ସେ ଯେ କରେ। ତ୍ରିପୁରାରି ସେହି ଫଳ ଦିଅନ୍ତି ଅଚିରେ। କାଶୀର ନିବାସୀ ଶିବ ରାତ୍ରି ଯେ କରଇ। ସେହି ପ୍ରାଣୀ ଗୋଟି ନିଶ୍ଚେ ମୁକତି ଲଭଇ। ଶକତି ନଥିବ ଯାର କାଶୀ ଯିବା ପାଇଁ। ଅଧ୍ୟାୟ ଶିବ ପୁରାଣ ପଢ଼ିବଟି ସେହି। କାଶୀ ତୀର୍ଥ ଯାତ୍ରା ଫଳ ତାହାକୁ ମିଳଇ। ପୁରାଣ ପାଠେ ଫଳ ନିଶ୍ଚିତଟି ହୋଇ। କାଶୀ କ୍ଷେତ୍ରର ମହିମା ବନରେ ଶୁଣିଣ।
ଅନ୍ତର୍ଗୃହୀ ଯାତ୍ରା ପୁଣି କରଇ ଯେ ଜନ। କୈଳାସପୁରେ ବାସ ତାହାକୁ ମିଳଇ, ବିଶ୍ଵେଶ୍ୱରଙ୍କ ବିଶ୍ୱାସ ତାର ଠାରେ ହୋଇ। ପଢ଼ଇ ପଢ଼ାଇ ଯେ ଶୁଣାଏ ଗୁଣୀ ଭାବେ, ପୁଣ୍ୟ କଥା ତାର ବସି ନୁହଁଇ ବଚନେ। ଗୋରୁ ହତ୍ୟା ବ୍ରହ୍ମ ହତ୍ୟା ଯେହୁ କରିଥାଇ, ଶିବ ସ୍ତୋତ୍ର ପାଠ କଲେ ସଦଗତି ଲଭଇ। ଯାତ୍ରାଙ୍କରେ ଯେହୁ ଶିବ ନାମ ଉଚ୍ଚାରଣ, ସକଳ ଫଳ ଚିରେ ଲଭେ ସେହି ଦିନ। ଶିବ ବୋଲି ଅକ୍ଷର ଯେ ଦୁଇ ଗୋଟି ଜାଣ, ଯୁକ୍ତ ଥାଏ ଯେବେ ତାଙ୍କ ସଙ୍ଗେ ଶିବ ନାମ। କୋଟିଏ ତୀର୍ଥ ଫଳର ସଙ୍ଗେ ସରିସମ, ଯେ ଜନ ସେହି ନାମକୁ କରଇ ଭଜନ। ଦୀନ ବୁଦ୍ଧିମନ୍ତ ରଚେ ସ୍ମରି ତାଙ୍କ ନାମ, ଦୋଷ ଥିଲେ କ୍ଷମା ଦେଇ ସାଧୁ ସୁଜ୍ଞ ଜନ।